ମୁଁ ଯେ ଆପଣମାନଙ୍କ ଅତି ପ୍ରିୟ ସେ ଭାତଟେ ହେବ, ଡାଲିଟେ ହେବ, ହାସ୍ୟ ଅଭିନେତା ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ ଓରଫ ସୁରଜ ପରିଡ଼ା। ଏଇ ଯୋଉ ଉତ୍ସର୍ଗ ଫାଉଣ୍ଡେସନ ଇଏ ଏବେ ଏବେ ନୂଆ ହେଇଛି ଫାଉଣ୍ଡେସନ। ୟାକୁ ଯିଏ ମୁଖ୍ୟ ପରିଚାଳକ ହିସାବରେ ସାନ ଭାଇ ପ୍ରିୟବ୍ରତ ଆଚାର୍ଯ୍ୟ, ସିଏ ତ ମୋର ଜଣେ ଘରର ସଦସ୍ୟ। ଯେତେବେଳେ ଏ ଫାଉଣ୍ଡେସନ ଟି ଆରମ୍ଭ ହେଲା, ସିଏ ମତେ ବାଇ ଫୋନରେ ପଚାରିଲେ, ଭାଇ ଏମିତି ଗୋଟେ ସେବା କରିବା ମନୋବୃତ୍ତି ଅଛି, ଏମିତି ଗୋଟେ କରିବା ପାଇଁ ଚାହୁଁଛୁ ଆମେ ଗୋଟେ ଅନୁଷ୍ଠାନଟା। ହଁ, ବହୁତ ବଢିଆ ହେବ, କିଛି ନାହିଁ। ନା ଭାଇ ସୁବିଧା ଅସୁବିଧାରେ କେତେବେଳେ କଣ ହେଲା ଆପଣ ଠିଆ ହେବେ? ମୁଁ କହିଲି ରାତି ଅଧରେ ମୁଁ ତମ ପଚାରିଛି, କିଛି ଅସୁବିଧା ନାହିଁ। ୟା ପୂର୍ବରୁ ଅଲରେଡି 4-5ଟି ପ୍ରୋଗ୍ରାମ କରା ସରିଲାଣି, ଉତ୍ସର୍ଗ ଫାଉଣ୍ଡେସନ କରିସାରିଲାଣି। ଉତ୍ସର୍ଗ ଫାଉଣ୍ଡେସନ ଯେତିକି ସଦସ୍ୟ ଭାଇମାନେ ଅଛନ୍ତି ସମସ୍ତେ ବହୁତ ବଢିଆ, ଯୋଉ କୁହନ୍ତି ସେବା ମନୋଭାବ ନେଇକି କରି ଚାଲିଛନ୍ତି। ଆଜି ରକ୍ତଦାନ ଶିବିର ଥିଲା। ମୁଁ ଭୁବନେଶ୍ୱରରୁ ଏଠିକି ଦଶପଲ୍ଲା ବାଣୀଗୋଛାରେ କଲେଜକୁ ଆସିକି ମୁଁ ନିଜେ ମଧ୍ୟ ଗୋଟେ ବ୍ଲଡ ଡୋନେଟ କଲି। ମୁଁ କହିବା ମତଲା, ଯଦି ବୁନ୍ଦାଏ ରକ୍ତ ଆଉ କାହାର ଜୀବନ ଟିକେ ବଞ୍ଚେଇ ପାରୁଛି, ତାହେଲେ ଆମେ ସେ ବୁନ୍ଦାଏ ରକ୍ତ ଦବାନି କାହିଁକି? ତେଣୁକରି ସବୁବେଳେ ଯୋଉ କଥାରେ ଅଛି, ମାନବ ସେବା ହିଁ ମାଧବ ସେବା। ମଣିଷ ଆଜି ମଲେ କାଲି 2 ଦିନ ହେଇଯାଏ। ତେଣୁକରି ମରିବା ପୂର୍ବରୁ ସେମିତି କିଛି କାମ ଟିକେ କରିଦେଇ ଯାଇଥିବା, ପରବର୍ତ୍ତୀ ଭିତରେ ବା ପଛରେ ବି ଲୋକ କହିବେ ଯେ ନାଇଁ ଗୋଟେ ଭଲ ଲୋକଟେ ଥିଲା ବା ଭଲ କାମଟେ କରିଥିଲା। ଆଉ ପ୍ରିୟବର୍ତ୍ତୀ ଯିଏ ସାନ ଭାଇ, ତାଙ୍କ ପାଇଁ ଭଗବାନ ପାଖରେ ଏତିକି ପ୍ରାର୍ଥନା କରିବି, ଏମିତି ସେବା କରିଚାଲ, ପଛରେ ମୁଁ ଅଛି। ଆଜି ଆମେ 4 ଜଣ ଅଛନ୍ତି, 5 ଜଣ ଅଛନ୍ତି, କାଲି ସକାଳେ 50 ଜଣ ହେବେ, ତାପରେ ଧୀରେ ଧୀରେ 5,000 ହେବେ, 5,000 5 ଲକ୍ଷ ଯାଏ ଲୋକ ହାତ ବଢେଇବେ। ତେଣୁକରି ଭଗବାନଙ୍କର ଆଶୀର୍ବାଦ ଅଛି, ସମସ୍ତଙ୍କ ଭଲ ପାଇବା ଅଛି। ଏମିତି ଗୋଟେ ପରେ ଗୋଟେ ସେବା କାର୍ଯ୍ୟ ମାନେ ଜାରି ରହୁ। ଆଜି ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଦଶପଲ୍ଲା ବ୍ଲକ ବାଣୀଗଛା ଥାନା ଯୋଉ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେଠି ଉତ୍ସର୍ଗ ଫାଉଣ୍ଡେସନ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। এই ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ପାଖାପାଖି 35 ଜଣ ସ୍ୱେଚ୍ଛାସେବୀ এই ରକ୍ତଦାନ ଶିବିରରେ ପହଞ୍ଚି ସହୃଦୟର ସହିତ ରକ୍ତଦାନ କରିଥିଲେ। ତା ପୂର୍ବରୁ ଆମେ ଯଦି କହିବା, ଗତ 1 ମାସ ତଳେ ବୁଗୁଡା କଲେଜରେ ମଧ୍ୟ এই ଉତ୍ସର୍ଗ ଫାଉଣ୍ଡେସନ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ହେଇଥିଲା, ଯୋଉଥିରେ କି 22 ୟୁନିଟ ରକ୍ତ ସଂଗ୍ରହ ହେଇଥିଲା। ପୂର୍ବରୁ ଯଦି କହିବା, ସେବା ମହୋତ୍ସବ କୁହନ୍ତୁ, ବୃକ୍ଷରୋପଣ କୁହନ୍ତୁ, ଆମେ ଯେତିକି ପାରିଛୁ ଆମ ଟ୍ରଷ୍ଟ ତରଫରୁ ଯେଉଁ ଅସହାୟ ଲୋକଙ୍କର ସହଯୋଗ ଆବଶ୍ୟକତା ରହିଛି, କାହାର ଦେହ ଅସୁସ୍ଥ ରହିଛି, ଯିଏକି ମେଡିକାଲ ଯାଇପାରୁନି, କାହାର ପାଠ ପଢାରେ ଅସୁବିଧା ରହିଛି, ଆମ ଟ୍ରଷ୍ଟ ତରଫରୁ ଆମ ସଭ୍ୟମାନଙ୍କର ସକ୍ଷମ ଅନୁଯାୟୀ ଆମେ କରିଆସିଛୁ। ଆଉ ଏଇ କାର୍ଯ୍ୟକ୍ରମକୁ ଆମେ ଆଗାମୀ ଦିନରେ ବଜେଇ ରଖିବୁ ବୋଲି ଆମ ଆଶା ରହିଛି। ଯଦି କହିବା ଟ୍ରଷ୍ଟ ଗଠନ, ଟ୍ରଷ୍ଟ ଏଇ 2-3 ମାସ ଭିତରେ ଗଠନ ହେଲା। ଯେହେତୁ ଆମେ ଆଲୋଚନା କଲୁ ଆମ ଠାକେରା ଅଞ୍ଚଳରେ 2-3 ଜଣ ଯେ ଆମେ ଗୋଟେ ଅନୁଷ୍ଠାନ କରିବା, ଅନୁଷ୍ଠାନ କରିକି ଲୋକମାନଙ୍କ ପାଖରେ ପହଞ୍ଚିବା, ଲୋକମାନଙ୍କୁ କେମିତି ସେବା ଯୋଗେଇବା ଆମର ହଉଛି କାମ। ଯେତେବେଳେ ଆମେ ଏଇ କଥାଟି ଆଲୋଚନା କଲୁ, ସେତେବେଳେ ଆମକୁ ନିଶ୍ଚିତ ଭାବରେ ଭୟ ଲାଗିଲା ଯେ ଆମେ ଏ ଜିନିଷ କରିପାରିବା କି କରିପାରିବା ନାହିଁ। ଏମିତି କିଛି ଗୋଟେ ମନରେ ଚିନ୍ତାଧାରା ରହିଲା। ପାଖାପାଖି ବୋଧେ କୁହାଯାଏ, ମୁଁ ରାତି 12ଟା-1ଟାଏ ଖଣ୍ଡେ ହବ ଆଲୋଚନା ପରେ ଆମର ଯିଏ ଓଡ଼ିଆ ଚଳଚ୍ଚିତ୍ର ଏବଂ ୟୁଟ୍ୟୁବ ଜରିଆରେ ହାସ୍ୟ ଅଭିନେତା, ଯିଏକି କମେଡି କରି ଆଜି ସାରା ଓଡ଼ିଶାରେ ପରିଚିତ ଲାଭ କରିପାରିଛନ୍ତି, ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ, ତାକୁ ତ କମେଡିଆନ କହିଲେ ମତେ ମାନେ ବହୁତ ଖରାପ ଲାଗିବ, କାହିଁକିନା କମେଡିଆନ କହିବାଟା ମୋର ଭୁଲ। ସେ ମୋ ବଡ ଭାଇ ସଦୃଶ, ଆମ ଘର ସହିତ ଗୋଟେ ପାରିବାରିକ ସମ୍ପର୍କ ରହିଛି 7-8 ବର୍ଷ ହେଲା। ତାଙ୍କୁ ଆମେ ଫୋନ କଲୁ ଯେ ଭାଇ ଆମେ ଏମିତି 5-7 ଜଣ ଭଉଣୀ ହେଇଛୁ, ଗୋଟେ ଅନୁଷ୍ଠାନ କରିବୁ, ଲୋକମାନଙ୍କ ସେବା ଉଦ୍ଦେଶ୍ୟରେ ଅନୁଷ୍ଠାନଟି ଗଢିବୁ। କିନ୍ତୁ କଣ ଅସୁବିଧା ହବ, ସମସ୍ୟା ଆସିବ। ସେ କହିଲେ ଯାହା କରୁଛ କରିଚାଲ, ଆଉ ଯେତେବେଳେ ଯୋଉ ମୁହୂର୍ତ୍ତରେ ଯୋଉ ସମୟରେ ଚାହିଁବ ମତେ ଖୋଜିବ, ମୁଁ ତମ ପାଖରେ ଠିଆ ହେଇଥିବି। ସେ 100 କିଲୋମିଟର ହଉ କି 1000 କିଲୋମିଟର ହଉ, ଆଉ ଯୋଉଠି ଖୋଜିବ ମତେ ସେଠି ପାଇବ, କରିଚାଲ। ତାଙ୍କର ପ୍ରେରଣା ଏବଂ ସହଯୋଗରେ ଏ ଅନୁଷ୍ଠାନ 6-9 ଜଣଙ୍କୁ ନେଇକି ଆରମ୍ଭ ହେଲା। ଏଇ 9 ଜଣଙ୍କ ଠାରୁ ମାନେ ଯାଇକି ବର୍ତ୍ତମାନ 3 ମାସ ଭିତରେ 30 ଜଣରେ ଆମ ଅନୁଷ୍ଠାନ ପହଞ୍ଚିଲାଣି। ଆଗାମୀ ଦିନରେ ଏଇ ଆମ କାର୍ଯ୍ୟକଳାପ, ଆମ କାର୍ଯ୍ୟକୁ ଦେଖିକି ନିଶ୍ଚିତ ଭାବରେ ଶତପ୍ରଭୂତ ଭାବରେ ଏଥିରେ ସଭ୍ୟ ଯୋଡି ହଉଛନ୍ତି, ସେମାନେ ମଧ୍ୟ ଯୋଡି ହେବେ। ଆମେ ମାନେ ମଧ୍ୟ ସେମାନଙ୍କୁ ଆହ୍ୱାନ କରୁଛୁ, ଏ ସମାଜର ଯୁବଗୋଷ୍ଠୀଙ୍କୁ, ଆସନ୍ତୁ ଆମ ସହିତ ଯୋଗ ଦିଅନ୍ତୁ, ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା, ସେମାନଙ୍କୁ ଆମର ପାରୁ ପର୍ଯ୍ୟନ୍ତ ଯେତିକି ଆମେ ପାରିବା, ଯୋଉଟା ତ ସମ୍ଭବ ଆମେ କରିପାରିବାନି ନା, ଯେତିକି ପାରିବା ନିଶ୍ଚିତ ଭାବରେ ତାଙ୍କୁ ସହଯୋଗ ଯୋଗେଇବା। ତରଫରୁ ବ୍ଲଡ ଡୋନେସନ କ୍ୟାମ୍ପ ହେଇଥିଲା ଆମ ବାଣୀଗୋଛାର କଲେଜରେ। ଆଜି ଟୋଟାଲ 35 ୟୁନିଟ୍ ବ୍ଲଡ ସଂଗ୍ରହ ହେଇଛି। ଆଉ ତାଙ୍କର ଯୋଉ ଉତ୍ସର୍ଗ ଫଣ୍ଡର ଆମର ଯୋଉ ଅଛନ୍ତି ସମସ୍ତ ସେବକ ମାନେ ବହୁତ ବଢିଆ ଭାବରେ ଆମକୁ ସାହାଯ୍ୟ କରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଦୀର୍ଘ ଦିନ ଧରି ଯାହା ହଉ ଆଜି ଯୋଉ ବାଣୀଗୋଛାରେ ଆମର କଲେଜ ଠାରେ ରକ୍ତଦାନ ଶିବିର ହେଇଛି, ମୁଁ ପ୍ରଥମେ ଧନ୍ୟବାଦ ଦେବି ଆମ ଉତ୍ସର୍ଗ ଫାଉଣ୍ଡେସନର ସମସ୍ତ ମେମ୍ବର ଭାଇମାନଙ୍କୁ। ତାଙ୍କର ବହୁତ ଚେଷ୍ଟାରେ ଏବଂ ଆମ ଏ ଅଞ୍ଚଳର କିଛି ଭାଇମାନେ ଆମକୁ ସହଯୋଗ କରିଥିବାରୁ ଆଜି 35 ୟୁନିଟ୍
ରକ୍ତ ସଂଗ୍ରହ କରାଯାଇଛି। ତେଣୁକରି ତାଙ୍କର ମୁଁ ଶୁଣିଥିଲି ବହୁତ ଜିନିଷ ସେ ଆଗରୁ କରିଛନ୍ତି ଏବଂ ଆଗକୁ ମଧ୍ୟ ସେ ଏଭଳି ବହୁତ କିଛି କରନ୍ତୁ ବୋଲି ଭଗବାନ ପାଖରେ ମୁଁ ପ୍ରାର୍ଥନା କରିବି ଏବଂ ସେମାନଙ୍କର ଏଭଳି ଜନସେବାରେ ସଦାବେଳେ ଉତ୍ସର୍ଗ ରୁହନ୍ତୁ। ବେକ, ପିଠି, ଅଣ୍ଟା, ଆଣ୍ଠୁ ଆଦି ସମସ୍ତ ଦରଜର ଏକମାତ୍ର ତୈଳ ଶ୍ରୀ ସଞ୍ଜୀବନୀ ପେନ୍ ରିଲିଫ୍ ଅଏଲ୍। ଶ୍ରୀ ସଞ୍ଜୀବନୀ ଲଗେଇଲେ ଜମା ବିନ୍ଧିବନି। श्री संजीवनी पेन रिलीफ ऑयल हर दर्द को समझे, रखे सबका ख्याल।